ପ୍ରତି ଚିତ୍ର ନିର୍ମାତା ବା ପ୍ରଡ୍ୟୁସର ହୁଅନ୍ତୁ ବା ଡିରେକ୍ଟର ହୁଅନ୍ତୁ, ମୁଁ ତ ଡିରେକ୍ଟର ଆଉ ସ୍କ୍ରିପ୍ଟ ରାଇଟର, ତ ତାଙ୍କର ଗୋଟେ ଅନ୍ତିମ ଇଚ୍ଛା ଥାଏ। ମୁଁ ଏମିତି ଜାଗାରେ ଆସି ପହଞ୍ଚିଲିଣି ବୟସର ଉପାନ୍ତରେ, ଯୋଉଠିକି ମୁଁ ଭାବୁଥିଲି ରାଜ୍ୟ ସରକାରଙ୍କର ପୁରସ୍କାର ତ ମିଳିଛି, 18ଟା ଖଣ୍ଡେ ଯେତିକି ପୁରସ୍କାର ମୋ ସିନେମାକୁ ମିଳିଛି ଏବଂ ନ୍ୟାସନାଲ ଆୱାର୍ଡ ମୁଁ ପାଇଛି ହାକିମ ବାବୁ ପାଇଁ, ରଜତ କମଳ ଇଏ ତ ଅଛି, କିନ୍ତୁ ମୋ ଷ୍ଟେଟରେ ଆଉ କଣ ହାଇଏଷ୍ଟ ଆୱାର୍ଡ ଅଛି ଯୋଉଟା କି ମତେ ମିଳିବା ଦରକାର। ଦରକାର କଣ, ଅନୈତିକ ଉପାୟରେ ନୁହଁ, ମୋର ଏକ୍ସପିରିଏନ୍ସ ଏବଂ ମୋ ବୟସକୁ ନେଇକି। ତ ତ ବଞ୍ଚିଥିବା ଲୋକ ଭିତରେ ମୁଁ ଦେଖିଲି ଘନଶ୍ୟାମ ଭାଇ ସବୁଠାରୁ, ଘନଶ୍ୟାମ ମହାପାତ୍ର ସବୁଠାରୁ ବୟସ୍କ, ତା ତଳକୁ ପ୍ରଶାନ୍ତ ଭାଇନା, ଅଭିନେତା ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ, ଆଉ ତାପରେ ଆଉ କେହି ନାହାନ୍ତି, ତାପରେ ମୁଁ ହିଁ ଅଛି। ତେଣୁ ମତେ ବି ତାହେଲେ ଏଇ ଦି ଜଣ ତ ଜୟଦେବ ପୁରସ୍କାର ପାଇସାରିଛନ୍ତି, ତେଣୁ ବୋଧହୁଏ ଏଥର ମୋ ପାଳି ପଡିବ ଜୟଦେବ ପୁରସ୍କାର। ଏଇଟା ମନ ଭିତରେ ଭାବେ ଯେକୌଣସି ଲୋକ, ତାର ଗୋଟେ ଗୌରବ ନିଜ ଭିତରେ ଅନୁଭବ କରିବ ଯେ ତାକୁ ଟିକେ ପ୍ରଶଂସା ମିଳିବ, ପଇସା ନୁହଁ ପ୍ରଶଂସା ମିଳିବ। ତେଣୁ ମୁଁ ଏହା ଭାବୁଥିଲା ବେଳେ ହଠାତ୍ ଏଇ ପ୍ରମୋଦପତି ଚଳଚ୍ଚିତ୍ର ସମ୍ମାନ, ଆଉ ପ୍ରମୋଦପତି ମୋର ବଡ ଭାଇ, ଯିଏକି ମୋ ଠାରୁ 32 ବର୍ଷ ବଡ, ତାଙ୍କର ବାଲ୍ୟ ବନ୍ଧୁ, ଦି ଜଣ ଯାକ ରେଭେନ୍ସା କଲେଜିଏଟ ସ୍କୁଲରେ ପଢୁଥିଲେ। ମୋ ଭାଇଙ୍କ ନାଁ ଅନତା ଚରଣ। ତେଣୁ ଅନଦା ଭାଇ ମତେ ପ୍ରମୋଦପତିଙ୍କର ବାବଦରେ ସବୁବେଳେ କହୁଥିଲେ। ମୁଁ 6 ବର୍ଷ ବୟସରେ ମୋ ହାତ ଧରିକି ସେ ନେଇଯାଇଥିଲେ ତାଙ୍କ ଅଫିସକୁ ଏବଂ କହିଥିଲେ ଇଏ ହଉଛି ଟୁଟୁ। ପ୍ରମୋଦ କହିଲେ ପ୍ରମୋଦ ଭାଇ କହିଲେ ଇଏ, ମତେ ଥାପୁଡେଇ ଦେଇଥିଲେ। ମୁଁ ସତ କହୁଛି, ଆଜି ଏଇ ସମ୍ମାନ ନେଲା ବେଳେ ମୋର ମନେ ପଡିଲା, ନିଶ୍ଚୟ ମତେ ମୁଁ କେମିତି ଫିଲ୍ କଲି ଯେ ଯେମିତି କି ପ୍ରମୋଦ ଭାଇ ଯୋଉ ମତେ ଥାପୁଡେଇ ଦେଇଥିଲେ, ସେ ଥାପୁଡାର ଗୋଟେ ବାସ୍ନା ମୋ ଜୀବନରେ ଭରି ଯାଇକିରି ମୁଁ ଗୋଟେ ଚଳଚ୍ଚିତ୍ର ନିର୍ମାତା ହେଇଯାଇଛି ଏବଂ ଆଜି ଅନେକ ଗୁଡେ ଫିଲ୍ମ କରିଛି ଏବଂ ଅନେକ ସମ୍ମାନ ବି ପାଇଛି। ତେଣୁ ସେଇ ପ୍ରମୋଦ ଭାଇଙ୍କ ନାଁରେ ଯୋଉ ଟ୍ରଷ୍ଟ ଏବଂ ପ୍ରମୋଦ ଭାଇଙ୍କର ଯୋଉ ଆୱାର୍ଡ ଟା, ମୋର ମନେ ହେଲା ସେ ରାଜ୍ୟ ସରକାରଙ୍କର ତଥାକଥିତ ଯୋଉ ସର୍ବଶ୍ରେଷ୍ଠ ଆୱାର୍ଡ ଅପେକ୍ଷା ବେଶୀ ମୂଲ୍ୟବାନ। ନାଇଁ ନାଇଁ ନାଇଁ, ୟାପରେ ଜୟଦେବ ପୁରସ୍କାର ଦେଲେ ମନା କରିବିନି ତ କେବେ, କାହିଁକି ନା ଏଇଟା ଗୋଟେ ଅମର୍ଯ୍ୟାଦା ହବ ଏବଂ ମୁଁ ଅଲରେଡି ସେଇଠି ପହଞ୍ଚି ସାରିଛି, ସେଇ ସମୟରେ ପହଞ୍ଚି ସାରିଛି। ଆଉ ଯଦି କିଏ ମୋ ଅପେକ୍ଷା ସିନିୟର ଥାଆନ୍ତି, ତାଙ୍କୁ ଦିଆଗଲେ ଆଗରୁ ଅତି ଭଲ, ଆଉ ଯଦି ନାହାନ୍ତି ତାହେଲେ ମତେ ଦେଇକିରି ଜଲଦି କାମଟି ତୁଟାନ୍ତୁ, କାରଣ ଆ ଭିତରେ ଯଦି ଚିଡିଆ ଉଡିଗଲା ବାହାରକୁ ତାହେଲେ କଣ ହବ, ଆପଣଙ୍କୁ ଲଜ୍ଜା ହବ, ମତେ ନୁହଁ।